ଗୋଟିଏ ଦୀପ ସବୁଦିନ ଜଳୁଥିଲା ଆଉ ଗୋଟିଏ ପ୍ରଜାପତିଟି ସବୁଦିନ ସେ ଦୀପର ଆଲୁଅରେ ଘୁରୁଥିଲା। ଧୀରେ ଧୀରେ ପ୍ରଜାପତିକୁ ଦୀପ ଆଲୁଅ ପସନ୍ଦ ଆସିବାରେ ଲାଗିଲା। ସେ ସବୁଦିନ ଆସି ଦୀପ ଆଲୁଅକୁ କୁହେ, ତମ ସହ ଦେଖା ହେବା ପରେ ଲାଗେ ଯେମିତି ଅନ୍ଧାର ସରିଗଲା। ଦୀପ ଆଲୁଅଟି ହସିଲା ଆଉ ଟିକିଏ ଗର୍ବ ସହ କହିଲା, ମୋତେ ପ୍ରେମ ସେତେବେଳେ କରିବ ଯେତେବେଳେ ମୁଁ ସୂର୍ଯ୍ୟ ପରି ଚମକିବି। ଏବେ ତ ମୁଁ କେବଳ ଟିମଟିମ ହଉଛି। ପ୍ରଜାପତିଟିଏ କହିଲା, ସେମିତି କୁହନି, ତମର ଟିକିଏ ଆଲୁଅରେ ବି ଶାନ୍ତି ଅଛି। ଦୀପର ଆଲୋକଟି କହିଲା ଗମ୍ଭୀର ସ୍ୱରରେ, ଯାଅ, ଉଡ଼ିବା ବାଲାକୁ କେମିତି ଜଣା ପଡ଼ିବ ଜଳିବାର କେତେ ଯନ୍ତ୍ରଣା। ପ୍ରଜାପତିଟି ଚୁପ୍ ହେଇଗଲା। ସେଦିନ ରାତିରେ ବହୁତ ଜୋରରେ ପବନ ହେଲା। ଦୀପ ଆଲୁଅ ଲିଭିବାରେ ଲାଗିଲା। ପ୍ରଜାପତିଟି କହିଲା, ଡରନି, ମୁଁ ଅଛି। ଆଉ ସେ ଉଡ଼ି ଉଡ଼ି ଦୀପର ଆଲୁଅକୁ ଲିଭିବାରୁ ବଞ୍ଚେଇଲା। ହେଲେ ସେ ନିଜେ ପାଉଁଶ ବନି ଯାଇଥିଲା। ସେହି ସମୟରେ ଦୀପର ଆଲୁଅଟି କହିଲା, ମୁଁ ବି ତୁମକୁ ପ୍ରେମ କରେ, ହେଲେ ବହୁତ ଡେରି ହେଇଯାଇଥିଲା। ଏହି ଅବସ୍ଥା ଆଜିର ପ୍ରେମର।